ଖଳାରେ ଆଣିଲା ବେଳକୁ ବହୁତ ଗଦା ହେଇକିରି ହାତେ ହାତେ ଗଛ ଉଠିଲାଣି, ସେ ଗଦା ହେଇଗଲା। ପାଲ ଘୋଡ଼େଇଲେ ମତେ ପବନ ଉଡ଼େଇ ଦେଲା। ହେଲେ ଆମେ ଲୋନ୍ ଆଣିଛୁ କିନ୍ତୁ ସୁଝିବ ସେ ଚିନ୍ତା ଆମକୁ ଲାଗିଲାଣି। ଆଜ୍ଞା ଟିକେ ସରକାର ଟିକେ କୋଉଟା ହେଲେ ଦୟା କରନ୍ତୁ ଆଜ୍ଞା, ଆମେ ବଞ୍ଚିଥାନ୍ତୁ। ସେ ଧାନ ଯାକ ହେଲେ ଏବେ ବର୍ଷା ହେଇକି ସବୁ ଗଜା ଫଜା କରିଦେଉଛି, ଯୋଉ ଅବସ୍ଥା କରୁଛି। ଇଆଡେ ଆମେ ଲେମ୍ପରେ ଲୋନ୍ ଆଣିଛୁ, ସେ ଲୋନ୍ ଟା କୋଉ ଭାବରେ ଆମେ ସୁଝିବୁ। ଲଘୁଚାପ ଜନିତ ଲଗାଣ ବର୍ଷାରେ ଏବେ ଚାଷୀ କୂଳ ଚିନ୍ତାରେ। ଗତ 2 ଦିନ ଧରି ତାହାକୁ ତୁହା ବର୍ଷା ଲାଗି ରହିଛି। ଲୋକେ ତରହର ହୋଇ ବିଲରୁ ଧାନ କାଟି ଖୋଳାକୁ ନେଉଛନ୍ତି। ବର୍ଷକର ଅମଳକୁ ସୁରକ୍ଷିତ ରଖିବା ପାଇଁ ଖୋଳାରେ ପାଲ ଘୋଡ଼ାଇ ରଖିଛନ୍ତି। ଆଉ କିଛି ସ୍ଥାନରେ ଧାନ କଟା ହୋଇନଥିବା ବେଳେ କିଛି କଟା ହୋଇ ବିଲରେ ପଡ଼ିଥିବା ଦେଖିବାକୁ ମିଳିଛି। ଖଳାରେ ଓ ବିଲରେ ପାଣି ଜମି ଧାନ ଫସଲ ଗଜା ହୋଇଗଲାଣି। ଗଜପତି ଜିଲ୍ଲା ମୋହନା ବ୍ଲକ ବଡ଼ମଳେଇ, ସାନଖାଣି ଓ ଗୋବିନ୍ଦପୁର ଆଦି ଗାଁରେ ଚାଷୀମାନେ ଧାନ ଫସଲକୁ ଖଳାରେ ଗଦା କରି ପାଲ ଘୋଡ଼ାଇ ରଖିଛନ୍ତି। ଆଜ୍ଞା ରଘୁନାଥ ମଳିକା, ବଡମଳେ। ଏଇ ବର୍ଷ ଯୋଉ ଅବସ୍ଥା କଲା ଆଜ୍ଞା, ରୁଆ ରୁଇ ଟାଇମ ରେ ବର୍ଷା ଭଲିକି ଆସିଲା ନାହିଁ। ରୁଇଲା ଟାଇମ ରେ ସେ ମଟର ଫଟର କରିକି ଆମେ ରୁଆ ରୁଇ କଲୁ। ଆଉ ଏବେ ଧାନ ହେଲେ ପାଚିଲାକୁ ଠିକ ପାଚିଲା ନାହିଁ, ଟିକେ ଟିକେ ଧାନ ପାଚିଲାକୁ ସେ ଧାନ ଯାକ ହେଲେ ଏବେ ବର୍ଷା ହେଇକି ସବୁ ଗଜା ଫଜା କରିଦେଉଛି, ଯୋଉ ଅବସ୍ଥା କରୁଛି। ଇଆଡେ ଆମେ ଲେମ୍ପରେ ଲୋନ୍ ଆଣିଛୁ, ସେ ଲୋନ୍ ଟା କୋଉ ଭାବରେ ଆମେ ସୁଝିବୁ। ଏଇ ବର୍ଷାଟା ଏବେ ଏମିତି ଧାନ ଟିକେ ଧାନ ଯାକ ସବୁ ଗଜା କରିଦେଉଛି। ଏଇ ଧାନଟା ହେଲେ କେମିତି ଆମେ ବଞ୍ଚିବୁ, ଆମେ ଲୋନ୍ ଟା କେମିତି ସୁଝିବୁ, ଏଇଟା ସେ ସରକାର ତରଫରୁ କଣ ଟିକେ ଆମକୁ ସାହାଯ୍ୟ କଲେ ଭଲ ହେଇଥାନ୍ତା ଆଜ୍ଞା। ଆମକୁ କଣ ହେଇଛି ବର୍ତ୍ତମାନ ଖଳାରେ? ବର୍ତ୍ତମାନ କଣ ବିଲରେ ଯାହା ନଷ୍ଟ ଗଲା। ଖଳାରେ ଆଣିଲା ବେଳକୁ ବହୁତ ଗଦା ହେଇକିରି ହାତେ ହାତେ ଗଛ ଉଠିଲାଣି, ସେ ଗଦା ହେଇଗଲା। ପାଲ ଘୋଡ଼େଇଲେ ମତେ ପବନ ଉଡ଼େଇ ଦେଲା। ହେଲେ ଆମେ ଲୋନ୍ ଆଣିଛୁ କିନ୍ତୁ ସୁଝିବ ସେ ଚିନ୍ତା ଆମକୁ ଲାଗିଲାଣି। ଆଜ୍ଞା ଟିକେ ସରକାର ଟିକେ କୋଉଟା ହେଲେ ଦୟା କରନ୍ତୁ ଆଜ୍ଞା, ଆମେ ବଞ୍ଚିଥାନ୍ତୁ। ଯୋଉ ଅବସ୍ଥାରେ ଚଳୁଛୁ କହିବାକୁ ନାହିଁ। ଗୁରୁ ଗାଈ ଖାଇବାକୁ ମତେ ଗୁହାଳ ମତେ ସୁଧ ସବୁ ଉଡ଼େଇ ଦେଲା ପବନ। ଏମିତି ଅବସ୍ଥାରେ ଆମେ ଚଳୁଛୁ ଆଜ୍ଞା, କେମିତି ବଞ୍ଚିବୁ ଆଜ୍ଞା? ଟିକେ ସରକାର ଟିକେ କଣ ଟିକେ ସାହାଯ୍ୟ କଲେ ଆମେ ଟିକେ ଭଲ ହେଇଥାନ୍ତା ପରା। ଆଚ୍ଛା, ଆପଣଙ୍କ ନାଁ କଣ? ମୋ ନାଁ ହେଉଛି ଉମାଶଙ୍କର ସାହୁ। କଣ କହିବେ ଯେ ବର୍ତ୍ତମାନ ଲଘୁଚାପ ବର୍ଷା କଣ? ଦେଖନ୍ତୁ, ଲଘୁଚାପ ବର୍ଷାରେ ତ ବହୁତ କ୍ଷତି ହେଲାଣି। ଆଉ ଧାନ ଆଣି ଖଳାରେ ଗଦା କରିଛନ୍ତି, ସେଇଟା ବି ଗଜା ହେବାକୁ ଗଲାଣି। ଇଆଡ଼େ ଧାନ କାଟିକିରି ଅଧା କଳେଇରେ ପଡ଼ିଛି। ହଠାତ୍ ଏମିତି ବାରମ୍ବାର ବନ୍ୟା ଆସିଲା ସମୟରେ ଚାଷୀ ବହୁତ ହଇରାଣ ହେଲେଣି। ଆଉ ଆମେ ସରକାର ପାଖରେ ମଧ୍ୟ ଅନୁରୋଧ କରୁଛୁ, ଲୋନ୍ ବି ଲେମ୍ପ ଲୋନ୍ ଆଣିଛନ୍ତି, ଲେମ୍ପ ଲୋନ୍ଟା ହେଲେ ଟିକେ ଛାଡ଼ କରାଯାଉ। ଇନ୍ସୁରାନ୍ସ ପଇସା ହେଲେ ପାଇଛନ୍ତି, ଇନ୍ସୁରାନ୍ସ ପଇସା ହେଲେ ତାଙ୍କୁ ଦିଆଯାଉ। ଆଉ ସେଟା ଆମେ ସରକାରଙ୍କୁ ଅନୁରୋଧ କରୁଛୁ, ତଦନ୍ତ ହଉ କେମିତି ଧାନ ଗଜା ହେଇଛି, ଖଳାରେ କେମିତି ପଡ଼ିଛି। ଚାଷୀ ବି ଏବେ ଖାଇବାକୁ ଯାଇପାରୁନାହାନ୍ତି ଘରକୁ, ଯିଏ ଯାହା ବିଲ ବାଡ଼ିରେ ଅଛନ୍ତି ଭୟଭୀତ ହେଇକି ଅଛନ୍ତି। ତେଣୁ ସରକାର ଅନୁରୋଧ କରୁଛୁ, ସରକାର ଟିକେ ସହଯୋଗ କରନ୍ତୁ। ତେବେ ପାଲ ଅଭାବରୁ କିଛି ସ୍ଥାନରେ ଖୋଲା ଆକାଶ ତଳେ ରଖିଛନ୍ତି ଚାଷୀ। ତେଣୁ ତୁରନ୍ତ ସରକାର ପାଲର ବ୍ୟବସ୍ଥା କରିବା ସହ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି ଚାଷୀ। ମୋହନାରୁ ଅଂଶୁମାନ ପଣ୍ଡାଙ୍କ ରିପୋର୍ଟ, ସ୍ୱାସ୍ତିକ ନ୍ୟୁଜ।